ନୟାଗଡ଼ ନୂଆପଡ଼ାରେ 2ଟି ନୂଆ ହୋମିଓପାଥିକ୍ ମେଡ଼ିକାଲ କଲେଜ ଖୋଲିବା ପାଇଁ ଆମ ସରକାର ମଧ୍ୟ ଚଳିତ ବର୍ଷ ବଜେଟ୍ରେ ସେଥିପାଇଁ ଅର୍ଥର ପ୍ରବନ୍ଧନ କରିଛନ୍ତି ଏବଂ ଅନେକ ମେଡ଼ିକାଲ କଲେଜ ଯେଉଁଠି ପ୍ରତିଷ୍ଠା ହୋଇଛି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ସେ ଜାଗାରେ ନର୍ସିଂ କଲେଜ ଖୋଲିବା ଅର୍ଥାତ୍ 7ଟି ନର୍ସିଂ କଲେଜ ଯେଉଁଥିରେ ଆମର ଝିଅ ଭଉଣୀମାନେ ନର୍ସିଂ ପାଠ ପଢ଼ିକି ରୋଗୀମାନଙ୍କର ସେବା କରିବେ ସବୁଠାରୁ ବଡ଼ ଭୂମିକା ତାଙ୍କର ଥାଏ ରୋଗୀଙ୍କୁ ସେବା କରିବାରେ। ସେହିଭଳି ଭାବରେ ଡେଣ୍ଟାଲ ହସ୍ପିଟାଲ ଆମେ ଓଡ଼ିଶାର 4ଟି ଜିଲ୍ଲାରେ ଘୋଷଣା କରିଛୁ, ବଜେଟ୍ରେ ରଖିଛୁ। ସେଥିରେ ସମ୍ବଲପୁରର ବୁର୍ଲା, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, କେନ୍ଦୁଝରରେ ଏବଂ ବଲାଙ୍ଗୀରରେ ଏହିଭଳି ଭାବରେ 4ଟି ଜାଗାରେ ଡେଣ୍ଟାଲ ହସ୍ପିଟାଲ ଖୋଲିବା ପାଇଁ ମଧ୍ୟ ବଜେଟ୍ରେ ବ୍ୟବସ୍ଥା କରିଛନ୍ତି। ଆମେମାନେ ଆପଣମାନେ ଜାଣନ୍ତି ଆମ ସରକାର ଏବେ ନିକଟରେ ଗୋଟାଏ ବିଶେଷ କରିକି ଏ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ହୋଇଥିବା କାରଣରୁ ମୁଁ ଆପଣମାନଙ୍କର ପାଖରେ ଏ କଥା ରଖିବା ପାଇଁ ଚାହୁଁଛି। ସମସ୍ତେ ଏ କଥାକୁ ନିଶ୍ଚିତ ଭାବରେ ସମର୍ଥନ ଦେବେ ବୋଲି ମୁଁ ଆଶା କରିବି। ଆମ ସରକାର ଏବେ ନିକଟରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ସାମାଜିକ ଶିକ୍ଷାଗତ ପଛୁଆ ବର୍ଗ ଛାତ୍ରୀଙ୍କର ଅର୍ଥାତ୍ SC/BC ଛାତ୍ରୀଙ୍କର ପାଇଁ ମେଡ଼ିକାଲ ଏବଂ ଇଞ୍ଜିନିୟରିଂ ପରି ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି କରି ସେମାନଙ୍କୁ ତାଙ୍କର ହକ୍ ପ୍ରଦାନ କରିଛନ୍ତି, ଯାହା ପୂର୍ବ ସରକାର କରିପାରି ନଥିଲେ। କିନ୍ତୁ ସେମାନେ କେବଳ ଭୋଟ ସମୟରେ, ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କେବଳ କାନ୍ଦୁଥିଲେ ଗତ ସରକାରମାନେ। ଆମେ ଆଦିବାସୀ ଲୋକଙ୍କର ପାଇଁ ଆମେ ଆଦିବାସୀମାନଙ୍କର କାମ କରୁଛୁ, କିନ୍ତୁ ସଂରକ୍ଷଣ କ୍ଷେତ୍ରରେ, ବୈଷୟିକ ମେଡ଼ିକାଲ କ୍ଷେତ୍ରରେ ଯେଉଁଠି ତାଙ୍କର ଆବଶ୍ୟକତା ଥିଲା, ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଇଏ 79 ବର୍ଷ ହେଲାଣି, ଏ ଲମ୍ବା ସମୟ ଅବଧି ଭିତରେ ଓଡ଼ିଶାରେ 50% ଅଧିକ ଥିବା ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏ ବର୍ଗର ସେହି ଲୋକମାନଙ୍କୁ ଉପେକ୍ଷା କରାଯାଇଥିଲା, ଅବହେଳା କରାଯାଇଥିଲା। ଆଉ ଗତ ସରକାର ପରେ ସରକାର ଆସିଲେ କୌଣସି ସରକାର ଗୁରୁତ୍ୱ ଦେଇନଥିଲେ। ସେମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଚାକିରି କ୍ଷେତ୍ରରେ ତ ସଂରକ୍ଷଣ ଦେଇଥିଲେ, କିନ୍ତୁ ସେ ଜାଗାରେ ଯଦି ଯେଉଁଠି ଅନୁସୂଚିତ ଜନଜାତି ପାଇଁ ଯେଉଁଠି 22.5% ଜନଜାତି ଅଛନ୍ତି, ସେ ଜାଗାରେ ଯଦି ଡାକ୍ତର ଏବଂ ବୈଷୟିକ କ୍ଷେତ୍ରରେ ଯଦି ପାଠ ପଢ଼ିବା ପାଇଁ ଯଦି ଆମେ 12% ରଖିବା ଆଉ ଚାକିରି ପାଇଁ 22.5% ରଖିବା, ତାହେଲେ ବାକି 11% ଭ୍ୟାକେନ୍ସି ହେଲା କି ନାହିଁ? ଏପଟେ କହୁଛନ୍ତି ଯେ ଆଦିବାସୀମାନଙ୍କର ପାଇଁ ଆମେ ସବୁ କରୁଛୁ, କିନ୍ତୁ ସେପଟେ ସଂରକ୍ଷଣରେ ଏତେ କୁଣ୍ଠାବୋଧ କାହିଁକି ଥିଲା? 24 ବର୍ଷର ସରକାର ଏହାକୁ ଦେଖିପାରୁନଥିଲେ? ନିଜ ହାତରେ କ୍ଷମତା ଥିଲା। ଏ ବାରିପଦାରେ, ମୟୂରଭଞ୍ଜରେ ଆସିକରି ବି ଅନେକ ଚିତ୍କାର କରୁଥିଲେ ତତ୍କାଳୀନ ସରକାର, କିନ୍ତୁ ଆଖି ବୁଜି ଦେଇଥିଲେ, କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ କେବଳ ଭୋଟ ବ୍ୟାଙ୍କ ପାଇଁ। କିନ୍ତୁ ଆପଣମାନେ ଠିକ୍ ଚିହ୍ନିଛନ୍ତି ସେମାନଙ୍କୁ, ତାର ଜବାବ ବି ଆପଣମାନେ ଦେଇଛନ୍ତି 2024ରେ। ଆମ ସରକାର ଆସିବାର 2 ବର୍ଷ ପୂରଣ ହେଇନାହିଁ।